ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ଆଜିର ଗପ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ସେହି ପୁରୁଣା କଥାଟି ମନେ ପକାଇ ଦେବା ପାଇଁ ଚାହୁଁଛି। ଯଦି ଆପଣଙ୍କ ପାଖରେ କିଛି ଗପ ଅଛି ଏବଂ ସେ ଗପକୁ ଆପଣ ସାରା ଓଡ଼ିଶାବାସୀଙ୍କୁ ଶୁଣାଇବା ପାଇଁ ଚାହୁଁଛନ୍ତି, ତେବେ ସ୍କ୍ରିନରେ ଆସୁଥିବା ମେଲରେ ଆପଣ ଆପଣଙ୍କର ଗପକୁ ନିଶ୍ଚୟ ସେୟାର କରନ୍ତୁ। ତେବେ ଆସନ୍ତୁ ଆଜିର ଗପଟି ଶୁଣିବା। ଟୁକୁଡ଼ାଏ କାଗଜ। ସ୍ନେହା ଘରକୁ ପ୍ରବେଶ କରିବା ମାତ୍ରେ ସାମ୍ନାରେ ମାଉସୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ତାକୁ ଅନୁମାନ କରିବାକୁ ଅଧିକ ସମୟ ଲାଗିଲା ନାହିଁ ଯେ ମାଉସୀ କାହିଁକି ଘରକୁ ଆସିଛନ୍ତି। ସେ କାହାକୁ ନ ଦେଖି ସିଧା ତା ରୁମକୁ ଚାଲିଗଲା। ମାଉସୀ ପ୍ରକୃତରେ ବିବାହ ପ୍ରସ୍ତାବ ନେଇ ଆସିଥିଲେ। ପୁଅର ବାପା ମା ସହ ପୁଅଟି ନିଜେ ମଧ୍ୟ ସାଙ୍ଗରେ ଆସିଥିଲା। ପୁଅଟି ଥିଲା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଲମ୍ବା ଗୋରା ରଙ୍ଗର ଶରୀର, ବାପା ମାଙ୍କର ଏକମାତ୍ର ସନ୍ତାନ। ସ୍ନେହାର ବାପା ମା ମଧ୍ୟ ପୁଅଟିକୁ ପସନ୍ଦ କରୁଥିଲେ। ମାଉସୀ ଚାହୁଁଥିଲେ ପୁଅ ଝିଅ ପରସ୍ପର ଦେଖା କରନ୍ତୁ, କିନ୍ତୁ ସ୍ନେହା ବାହାରକୁ ଆସିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲା। ମାଉସୀକୁ ବହୁତ ଖରାପ ଲାଗିଲା। ସେ ହଠାତ୍ ଉଠି ପଡ଼ି ସ୍ନେହାର ରୁମ୍ ଭିତରକୁ ପଶିଗଲେ। ଆଜି ପର୍ଯ୍ୟନ୍ତ କୌଣସି ବାପା ମା ତାଙ୍କ ଝିଅକୁ ତାଙ୍କ ପଣତରେ ବାନ୍ଧି ପାରିନାହାନ୍ତି। ଆଜି ଲୋକେମାନେ ନିଜେ ତୁମ ପାଖକୁ ଆସୁଛନ୍ତି। କାଲି ଯେତେବେଳେ ସମୟ ହାତରୁ ଖସିଯିବ, ସେତେବେଳେ ତୁମେ କେବଳ ଅନୁତାପ ହିଁ କରିବ। ମାଉସୀ ଗୋଟିଏ ନିଶ୍ୱାସରେ ସବୁ କିଛି କହିଥିଲେ। ସ୍ନେହାର ନୀରବତା ଦେଖି ସେ ବାହାରକୁ ଚାଲିଗଲା। ସ୍ନେହା ତାର ସ୍ନାତକ ମଧ୍ୟ ସମାପ୍ତ କରିନଥିଲା। ଦୂର ଦୂରାନ୍ତର ବିବାହ ପ୍ରସ୍ତାବ ଆସିବା ଆରମ୍ଭ ହୋଇଯାଇଥିଲା। ସେ ତାର ପିତାମାତାଙ୍କୁ ସ୍ପଷ୍ଟ ଭାବରେ ଜଣାଇ ଦେଇଥିଲା ସେ ଏବେ ପାଠ ପଢିବାକୁ ଚାହୁଁଛି। ତେଣୁ ସେମାନେ ତାର ବିବାହ ପ୍ରସ୍ତାବ ବାରମ୍ବାର ନ ଆଣନ୍ତୁ। ତାର ବାପ ମା ପ୍ରଥମେ ପ୍ରସ୍ତାବକୁ ଗ୍ରହଣ କରୁନଥିଲେ, କିନ୍ତୁ ବାରମ୍ବାର ପ୍ରସ୍ତାବ ଆସିବା ଆରମ୍ଭ କରିବାରୁ ସେମାନେ ଚିନ୍ତିତ ହେବାକୁ ଲାଗିଲେ। କିଛି ଭୁଲ ହେଉଯାଉନି ତ? ଝିଅର ଜିଦ୍ ଯୋଗୁଁ ତା ଭବିଷ୍ୟତକୁ ସେମାନେ ନଷ୍ଟ କରିଦେଉନାହାନ୍ତି ତ? ଏହିଭଳି ସନ୍ଧି କ୍ଷଣରେ ମଧ୍ୟ ସମ୍ପର୍କୀୟମାନେ ତାଙ୍କୁ ତାଚ୍ଛଲ୍ୟ କରିବା ଆରମ୍ଭ କରିଦେଲେ। ତୁମ ଝିଅକୁ ବିବାହ ଦେବାକୁ ଚାହୁଁଛ ନା ନାହିଁ? ତାର ତ ବୟସ ହୋଇଗଲାଣି। ତାକୁ ତମେ ଖୁବ୍ ସ୍ୱାଧୀନତା ଦେଲ, ଏଣୁକି ଆଉ ନୁହେଁ। ଶୁଭେଚ୍ଛୁମାନେ ମଧ୍ୟ ବୁଝାଇଲେ ଝିଅଟି ଅନ୍ୟ କାହାର ସମ୍ପତ୍ତି, ତାକୁ ଅନ୍ୟ ଘରକୁ ଯିବାକୁ ହିଁ ପଡ଼ିବ। ଆଜି ତା ଲାଗି ପ୍ରସ୍ତାବ ଆସୁଛି, କାଲି ନ ଆସିପାରେ। ସ୍ନେହା ବହୁତ ସମୟ ଧରି ଚିନ୍ତା କରି ବିଚଳିତ ହୋଇଗଲା। ତାଙ୍କ ମାଉସୀଙ୍କ କଥାରେ ସତ୍ୟତା ବି ଥିଲା, ତେଣୁ ସେ ତାଙ୍କ ଉପରେ ମଧ୍ୟ ରାଗି ପାରିଲା ନାହିଁ। ତାର ମନ ଅସ୍ଥିର ହେବାକୁ ଲାଗିଲା। ସେ ଭାବିବାକୁ ଲାଗିଲା, ଝିଅମାନଙ୍କର ଜୀବନ କି ପ୍ରକାର। ସେମାନେ ଯେଉଁ ଘରେ ଜନ୍ମ ହୁଅନ୍ତି, ସେମାନଙ୍କୁ ଅନ୍ୟ କାହାର ସମ୍ପତ୍ତି ବୋଲି ବିବେଚନା କରାଯାଏ। ଟିକେ ବଡ଼ ହେବା ମାତ୍ରେ ବାପା ମା ସେମାନଙ୍କ ବିବାହ କରିବା ପାଇଁ କେତେ ଯେ ପରିଶ୍ରମ କରନ୍ତି ତାର ଠିକଣା ନାହିଁ। ଯେତେବେଳେ କୌଣସି ବର ପକ୍ଷ ସ୍ନେହା ଘରକୁ ବିବାହ ପ୍ରସ୍ତାବ ନେଇ ଆସୁଥିଲା, ସେ ହଠାତ୍ ଉତ୍ତେଜିତ ହୋଇଯାଉଥିଲା। ସେ କିଛି ଭାବି ପାରୁନଥିଲା କଣ କରିବ। ସିଧା ସେ ଅମିତଙ୍କ ଘରକୁ ପଳାଇ ଯାଉଥିଲା। ଅମିତ ଯେତେବେଳେ ସ୍ନାତକୋତ୍ତର ଶେଷ ବର୍ଷରେ ପଢୁଥିଲେ, ସ୍ନେହା ସେତେବେଳେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲା। ସ୍ନେହାର ବାପାଙ୍କ କଥାରେ ସେ କିଛି ଦିନ ପାଇଁ ତାକୁ ଗଣିତ ପଢାଉଥିଲେ। ଯେହେତୁ ସେ ଜଣେ ମେଧାବୀ ଛାତ୍ର ଥିଲେ, ସ୍ନେହା ପ୍ରଥମ ଦିନରୁ ହିଁ ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇଥିଲା। ତେଣୁ ସେମାନେ ପରସ୍ପର ବନ୍ଧୁ ହେବା ଆଶ୍ଚର୍ଯ୍ୟଜନକ ନଥିଲା। ଅମିତ ଦ୍ରୁତ ଗତିରେ ଆଗକୁ ବଢି ଚାଲିଥିଲେ ଏବଂ ଶୀଘ୍ର ସେହି ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ ନିଯୁକ୍ତି ପାଇଲେ, ଯେଉଁଠାରେ ସ୍ନେହା ଦର୍ଶନରେ ଉଚ୍ଚଶିକ୍ଷା ପାଠ ପଢୁଥିଲା। ଅମିତ ଆରମ୍ଭରୁ ଜଣେ ଅନ୍ତର୍ମୁଖୀ ବ୍ୟକ୍ତିତ୍ୱ ଥିଲେ। ସେ ଖୋଲାଖୋଲି ହସୁନଥିଲେ। ଯେତେବେଳେ ସେ କଥା ହେଉଥିଲେ, ଯଥା ସମ୍ଭବ କମ୍ ଶବ୍ଦ ବ୍ୟବହାର କରୁଥିଲେ। ସ୍ନେହା ତାଙ୍କ ପ୍ରତି ହୃଦୟର ଗଭୀରତାରୁ ପ୍ରେମରେ ପଡ଼ିଯାଇଥିଲା। ଅମିତ ପ୍ରାୟତଃ ସ୍ନେହାକୁ ଗୋଟିଏ କଥା କହୁଥିଲେ, ତୁମେ ଏକ ଧନୀ ପରିବାରର ଝିଅ, ମୋ ଘରେ ଆଡଜଷ୍ଟ ହୋଇପାରିବ ତ?
ଆଉ ଅନ୍ୟ ବିକଳ୍ପ କ'ଣ କହି ସ୍ନେହା ହସି ହସି ଉତ୍ତର ଦେଉଥିଲା। ସେମାନଙ୍କ ହସରେ ସମଗ୍ର ପରିବେଶ ସଙ୍ଗୀତମୟ ହୋଇଯାଉଥିଲା। ସେଦିନ ମଧ୍ୟ ସେ କିଛି ସମୟ ଅମିତଙ୍କ ସାମ୍ନାରେ ଥିଲା। ଅମିତ ତାର ମୁହଁ ଦେଖିବା ମାତ୍ରେ ସବୁ କିଛି ବୁଝିପାରୁଥିଲେ। ଉଭୟ କିଛି ସମୟ ପରି ଭାବ ପ୍ରବଣତାରେ ପରସ୍ପରକୁ ଚାହିଁ ରହିଥିଲେ। ସେଦିନ ମଧ୍ୟ ସେ ସମାନ କଥା କହୁଥିଲେ, କିନ୍ତୁ ସ୍ନେହା ଆଦୌ ସନ୍ତୁଷ୍ଟ ନଥିଲା। ସେ ଅତି ବିଚଳିତ ଜଣାପଡୁଥିଲା। ସେ ଜିଦ୍ ଧରିଥିଲା, ଅମିତ, ଏହା କେତେ ଦିନ ଚାଲିବ? ତୁମେ ତୁମର ବାପା ମା ମାନଙ୍କ ସହ କାହିଁକି କଥା ହେଉନାହଁ? ମୁଁ ତୁମ ପାଇଁ ଆଉ କେତେ ଦିନ ଅପେକ୍ଷା କରି ରହିବି? ହଠାତ୍ ଅମିତ ଗମ୍ଭୀର ହୋଇଗଲେ। ତୁମେ ଭଲ ଭାବରେ ଜାଣ ଯେ ମୁଁ ନୂଆ ଚାକିରି ପାଇଛି। ମୁଁ ସମ୍ପୂର୍ଣ୍ଣ ସ୍ଥିର ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସହ କଥା କେମିତି ହୋଇପାରିବି? ସ୍ନେହା କୌଣସି ପ୍ରତିକ୍ରିୟା ଦେଇପାରୁନଥିଲେ। ସେ ନୀରବରେ ଅମିତଙ୍କର ମୁହଁକୁ ଚାହିଁ ଭାବରେ ବୁଡି ଯାଉଥିଲେ। ଅମିତ କିଛି ସମୟ ପାଇଁ ଅଟକି ଗଲେ ଏବଂ ତାପରେ କହିବାକୁ ଲାଗିଲେ, ଦେଖ ସ୍ନେହା, ଆମର ବିବାହ ଏତେ ସହଜ ନୁହେଁ। ପ୍ରଥମତଃ, ପରିବାରର ସଦସ୍ୟମାନଙ୍କୁ ଆନ୍ତର୍ଜାତିକ ବିବାହ ପାଇଁ ରାଜି କରିବା ଏକ କଷ୍ଟକର କାମ। ଦ୍ୱିତୀୟତଃ, ମୋ ବାପା ଜ୍ୟୋତିଷ ଶାସ୍ତ୍ରରେ ଗଭୀର ବିଶ୍ୱାସ କରନ୍ତି। ସେ ଆମର କୁଣ୍ଡଳୀ ମେଳ କରିବା ପରେ ହିଁ ଆମର ବିବାହ ସମ୍ଭବ। ଏତିକି କଥା ଶୁଣି ସ୍ନେହାର ରକ୍ତ ପୁରା ଗରମ ହୋଇଯାଇଥିଲା। ସେ ଚିତ୍କାର କରି କହିବାକୁ ଚାହୁଁଥିଲା, ପ୍ରେମରେ ପଡ଼ିବା ସମୟରେ ତୁମର ବାପା ମାଙ୍କ ଅନୁମତି ନେଇଥିଲ କି? ସେତେବେଳେ ହିଁ ତୁମର କୁଣ୍ଡଳୀ ମେଳାଇବା ଉଚିତ ଥିଲା। କିନ୍ତୁ ସେ କେବଳ ଏତିକି ହିଁ କହିପାରିଲା, ଯଦି କୁଣ୍ଡଳୀ ମେଳନ ହୁଏ ତେବେ କ'ଣ କରିବ ଅମିତ? ଅମିତ ଟିକେ ସଞ୍ଚୟ କରି କହିଲା, ତେବେ ମୁଁ ସବୁଠାରୁ ଅଧିକ ଦୁଃଖୀ ହେବି, କାରଣ ମୁଁ ତମକୁ ବହୁତ ଭଲ ପାଏ। ତୁମ ବିନା ମୋ ଜୀବନର ଅର୍ଥ କ'ଣ? କିନ୍ତୁ ମୁଁ କେବେ ମୋ ବାପା ମାଙ୍କ ଇଚ୍ଛା ବିରୁଦ୍ଧରେ ଯିବାକୁ ସାହସ କରିପାରିବିନି ସ୍ନେହା। କଳ୍ପନାରେ ଉଡୁଥିବା ସମୟରେ ସ୍ନେହା ହଠାତ୍ ଏକ ଝଟକାରେ ତଳେ ପଡ଼ିଗଲା। ତାର ସ୍ୱପ୍ନର ଘର ତା ଆଖି ସାମ୍ନାରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଥିଲା। ସେ ଭାବିବାକୁ ଲାଗିଲା, ଇଏ କ'ଣ ସେହି ଅମିତ ଯାହାର ପ୍ରେମରେ ସେ ଦୁନିଆକୁ ପରାସ୍ତ କରିବାକୁ ଯାଉଥିଲା? ତାର ପ୍ରେମ କ'ଣ ସତରେ ଏତେ ଦୁର୍ବଳ ଯେ ସେ ପବନର ଟିକିଏ ଝଟକା ମଧ୍ୟ ସହ୍ୟ କରିପାରୁ ନାହିଁ? ସ୍ନେହା ପାଖରେ ପ୍ରତିକ୍ରିୟା ଦେବା ପାଇଁ ଆଉ ଶକ୍ତି ନଥିଲା। ସେ ଚୁପଚାପ ସେ ସ୍ଥାନ ଛାଡ଼ି ଚାଲି ଆସିଲା। ପରଦିନ ଯେତେବେଳେ ସ୍ନେହା ବିଶ୍ୱବିଦ୍ୟାଳୟକୁ ଯିବାକୁ ବାହାରୁଛି, ଅମିତଙ୍କର ସାନ ଭଉଣୀ ପଲ୍ଲବୀ ଆସିଲେ। ଶୁଭେଚ୍ଛା ଜଣାଇବା ପରେ ସେ ମଧୁର ସ୍ୱରରେ କହିଲେ, ଗତ ରାତିରେ ତୁମ ଭାଇ ସହିତ କିଛି ସମୟ ବହୁତ କଥା ହେଉଥିଲ। ସେ ବାପାଙ୍କ ସହ କଥା ହେବାକୁ ରାଜି ହୋଇଛନ୍ତି। ଏଥିପାଇଁ ଭାଇ ଆଜି ତୁମକୁ ଫୋନ କରିଛନ୍ତି। ତୁମର ଜାତକ ସାଙ୍ଗରେ ନେଇଯାଅ, ବାପା ମଧ୍ୟ କୁଣ୍ଡଳୀ ମେଳାଇବେ। ଆମେ ନିଜେ ଏଇ କାମ କାହିଁକି ନ କରିବା? ଲାଲ ଟିକା ମନ୍ଦିରର ପୂଜାରୀ ଭାଇଙ୍କର ଖୁବ୍ ପରିଚିତ। ଯଦି ଅନ୍ୟ କୌଣସି ଦିନ ହୋଇଥାନ୍ତା ତେବେ ସେ ଅମିତଙ୍କ ପାଖକୁ ପଳାଇ ଯାଇଥାନ୍ତା, କିନ୍ତୁ ସେଦିନ ସେ ଚୁପଚାପ ତାର ଜାତକ ବାହାର କରି ପଲ୍ଲବୀକୁ ଦେଇଦେଲା। କିନ୍ତୁ ସ୍ନେହା ତା ସହିତ ଯିବାକୁ ତାର ମନ ହେଇନଥିଲା। ଆଜି ଅମିତ ବହୁତ ଖୁସି ଥିଲେ। ସେ ତାଙ୍କର ଓ ସ୍ନେହାର କୁଣ୍ଡଳୀ ମେଳାଇ କରାଇଥିଲେ। ଲାଲ ଟିକା ମନ୍ଦିରର ପୂଜାରୀ 36 ପଏଣ୍ଟରୁ 32 ପଏଣ୍ଟ ମେଳ କରି କହିଥିଲେ, ବାଃ, ଭଗବାନ କି ଯୋଡ଼ି ତିଆରି କରିଛନ୍ତି। ମନେ ହେଉଛି ଏ ଦୁହେଁ ପରସ୍ପର ପାଇଁ ତିଆରି। ଅମିତଙ୍କର ମଧ୍ୟ ଖୁସିର ସୀମା ନଥିଲା। ସେ ଏହି ଖୁସି ଖବର ବାଣ୍ଟିବା ପାଇଁ ରାତିରେ ହିଁ ସ୍ନେହାଙ୍କୁ ଭେଟିବାକୁ ଚାହୁଁଥିଲେ, କିନ୍ତୁ କୌଣସି ପ୍ରକାରରେ ସେ ସକାଳ ପାଇଁ ଅପେକ୍ଷା କଲେ। ଯେଉଁଠାରୁ ସେମାନେ ଏକାଠି ବିଶ୍ୱବିଦ୍ୟାଳୟ ଯାଉଥିଲେ, ସେଠାରୁ 8ଟାରୁ 9ଟା ମଧ୍ୟରେ ତାଙ୍କ ଘରେ ପହଞ୍ଚି ଯାଉଥିଲେ। କିନ୍ତୁ ଆଜି ସ୍ନେହା ସେଠାକୁ ଆସିନଥିଲା। ତାଙ୍କ ମନରେ ବିଭିନ୍ନ ଚିନ୍ତା ଜାତ ହେଲା। ସ୍ନେହା କ'ଣ ମୋ ଉପରେ ରାଗିଛି? ଏହା କେବେ ବି ହୋଇପାରିବ ନାହିଁ। ସେ ମୋତେ ନ ଭେଟି ଗୋଟିଏ ଦିନ ମଧ୍ୟ ରହିପାରିବ ନାହିଁ। କଥା କ'ଣ ହୋଇପାରେ? ସେ ଗତକାଲି ଏବଂ ଆଜି ମଧ୍ୟ ଆସିନଥିଲା। ସେ କ'ଣ ଅସୁସ୍ଥ କି? ବହୁତ ସମୟ ଅପେକ୍ଷା କରିବା ପରେ
ସେ ଅନିଚ୍ଛାରେ ଉଠି ଭାରି ପାଦରେ ବିଶ୍ୱବିଦ୍ୟାଳୟ ଆଡ଼କୁ ଚାଲିଗଲା। ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ମାତ୍ରେ ସେ ଏକ ବଡ଼ ଆଘାତ ପାଇଲେ। ସ୍ନେହା ତାଙ୍କ ବନ୍ଧୁମାନଙ୍କ ଗହଣରେ ଚିନ୍ତାହୀନ ଭାବରେ ହସୁଥିଲେ। ସେହି ମୁହୂର୍ତ୍ତରେ ହିଁ ସେ ସ୍ନେହାକୁ ଏକାନ୍ତରେ ଡାକି କହିଲେ, ସ୍ନେହା, ତୁମେ ଗତକାଲି କାହିଁକି ଆସିଲ ନାହିଁ? ମୁଁ ଆଜି ମଧ୍ୟ ସକାଳରୁ ତୁମ ପାଇଁ ବହୁତ ଅପେକ୍ଷା କରିଛି। ତୁମେ କଳ୍ପନା ମଧ୍ୟ କରିପାରିବ ନାହିଁ ଯେ ମୁଁ ଆଜି ତୁମକୁ କେତେ ଭଲ ଖବର ଦେବି। ତୁମେ ଜାଣ, ଆମର ରାଶି ଫଳ ପୁରା ମେଳ ଖାଇଛି। ଅମିତ ଗୋଟେ ନିଶ୍ୱାସରେ ଗଦଗଦ ହୋଇ ସବୁ କିଛି କହିଯାଉଥିଲେ। ସେ ଶୀଘ୍ର ସ୍ନେହା ହାତରେ କୁଣ୍ଡଳୀ ମେଳ ଖାଉଥିବା କାଗଜଟି ଧରାଇ ଦେଲା। ହଠାତ୍ ସ୍ନେହାର ମୁହଁରେ ରାଗ ଲାଲ ହୋଇଗଲା। ସେ କାଗଜ ଖଣ୍ଡକୁ ଚିରି 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 ଖଣ୍ଡ ଖଣ୍ଡ କରିଦେଲେ। ଆଉ କହିଲେ, ମୁଁ ଜାଣିନାହିଁ ତୁମେ ମୋତେ ଭଲ ପାଅ କି ନାହିଁ, କିନ୍ତୁ ମୁଁ ମୋ ପ୍ରେମକୁ ସର୍ତ୍ତ ଉପରେ ଆଧାରିତ ବୋଲି ମାନି ନାହିଁ। ମୋ ପ୍ରେମର ଆଧାର କ'ଣ କେବଳ ଖଣ୍ଡେ କାଗଜ? ଏହା କହି ସେ କାଗଜ ଟୁକୁରା ଗୁଡ଼ିକୁ ସେଠାରେ ବିଞ୍ଚି ଦେଇ ଦ୍ରୁତ ଗତିରେ ଆଗକୁ ବଢିବାକୁ ଲାଗିଲା। ଆଉ ସ୍ନେହାର ଯିବା ବାଟକୁ ନିର୍ଜୀବ ପରି ଅନେଇ ରହିଲେ। ସାଙ୍ଗମାନେ, ଆମେ ବହୁତ କଷ୍ଟରେ ଗୋଟେ ଗୋଟେ ଗପ ରେକର୍ଡିଂ କରୁଛୁ ଆଉ ଆପଣଙ୍କ ମାନଙ୍କୁ ଶୁଣାଉଛୁ। ଆମର କଷ୍ଟର ପରିଶ୍ରମର ମୂଲ୍ୟ ହିଁ ମିଳିବ ଯଦି ଆପଣମାନେ ଆମ ଚ୍ୟାନେଲକୁ ସେୟାର କରିବେ ଆଉ ସବସ୍କ୍ରାଇବ। ତେଣୁ ନିହାତି ଭାବରେ ଆପଣ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ, କାରଣ ଆପଣମାନଙ୍କର ଗୋଟିଏ ଗୋଟିଏ ସ୍ନେହ ଆମ ପାଇଁ ନିତ୍ୟାନ୍ତ ଜରୁରୀ। ଆଜି ପାଇଁ ଏତିକି। ପୁଣି ନେକ୍ସଟ ଦେଖା ହବ ନେକ୍ସଟ ଗପରେ।